ରାମ ନାରାୟଣ ରାମ। ମୁଁ 6ମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଞ୍ଚଗାଇଛା ନାମକ ଏକ ସ୍ଥାନ ଥିଲା ଓ ନନ୍ଦୀଗ୍ରାମରେ ଏକ ଘର ଥିଲା ଯେଉଁଠି କେହି ରହୁନଥିଲେ, କେହି ଶୁଅନଥିଲେ ବି। କେ ନନ୍ଦୀ ଡାଇରେକ୍ଟର ଥିଲେ। ସେଠି ଥିବା ଘରଟି ସେମାନଙ୍କ ଆତ୍ମୀୟଙ୍କ ଥିଲା। ଏହି ଘରରେ ଗ୍ରୀଷ୍ମକାଳରେ ବହୁତ ଆମ୍ବ ଓ କଣ୍ଟାସ ଥିଲା। ଏହି ପରିବାରର ଗୋଟିଏ ସଦସ୍ୟଙ୍କୁ ମୁଁ ମାମା ବୋଲି ଡାକୁଥିଲି। ସେ କହିଲେ, ସମସ୍ତେ ତୁମ ସହିତ ମିଶିବାକୁ ଚାହୁଁଛନ୍ତି। ମୁଁ ସେମାନଙ୍କ ସହିତ ଗଲି ଓ ରାତିରେ ସେଠାରେ ରହିବାକୁ କହିଲେ। ଆରମ୍ଭରେ କିଛି କହିଲେ ନାହିଁ। ମୋ ସହିତ ମୋର ଗୋଟିଏ ବନ୍ଧୁ ଥିଲା। ସେ ମୋତେ ଗୋସାଇ ବୋଲି ଡାକୁଥିଲା। ରାତିରେ ସାଧାରଣତଃ 2ଟା ବଜିଥିବ। ସେ କହିଲା, ଗୋସାଇ, ଗୋଟିଏ ଶିଶୁ ଯାଉଛି ଓ ଗୋଟିଏ ଦୀପ ଜଳିଥିଲା। କାହାର ଫୁଙ୍କରେ ଏହା ନିଷ୍ପ୍ରଭ ହେଇଗଲା। ପୁଣି ସେ କହିଲା, ଗୋସାଇ, ଶିଶୁଟି କାନ୍ଦୁଛି, ତାକୁ ତାର ମାଙ୍କ ନିକଟକୁ ନେଇ ଦିଅ। ସେ ବହୁତ ଘର ଖୋଜିବା ପରେ କହିଲା, ଗୋସାଇ, କିଛି ନାହିଁ, କେହି ନାହାନ୍ତି। ଦୀପଟି ପୁଣି ଜଳିଉଛି। ତେବେ ପୁଣି ଆଉ କେହି ତାହାକୁ ନିଭାଇ ଦେଲେ। ସେ ପଚାରିଲା, ଗୋସାଇ, ଏହା କି ବାତାସରେ ହେଲା କି? ଗୋସାଇ, ପତ୍ରମାନେ ମଧ୍ୟ ହଲୁନାହାନ୍ତି। ମୋତେ ଭୟ ଲାଗୁଛି। ଗୋସାଇ, ସେ ତ ଫେରି ଆସୁଛି ଓ ଠିକ୍ ଅଛି। ତୁମେ ମୋତେ ଧରି ରୁହ। କାହାରି ବାହାରରୁ ଗେଟ୍ ବନ୍ଦ କରି ଚାଲିଯିବାର ଲାଗୁଛି।